ପରେ ସେମାନେ ଜିରିହରେ ଉପସ୍ଥିତ ହେଲେ। ଆଉ ସେ ଆପଣା ଶିଷ୍ୟ ସମୂହ ଓ ବହୁ ସଂଖ୍ୟକ ଲୋକ ସହିତ ଜିରିୟରୁ ପ୍ରସ୍ଥାନ କରିବା ସମୟରେ ଟିମାଏର ପୁତ୍ର ବାର୍ଟିମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା। ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ। ଏଥିରେ ଅନେକ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ। ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ। ସେମାନେ ସେ ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି। ତହିଁରେ ସେ ଆପଣା ଚାଦର ଫୋପାଡ଼ି ଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା। ଯୀଶୁ ତାହାକୁ ଉତ୍ତର ଦେଲେ, ମୁଁ ତୁମ ପାଇଁ କ'ଣ କରିବି ବୋଲି ତୁମେ ଇଚ୍ଛା କରୁଅଛ? ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ। ଯୀଶୁ ତାହାକୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା। ପ୍ରଭୁଙ୍କର ନାମର ଗୌରବ ହେଉ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଏଇ ଯେଉଁ ଅଂଶ ଆମେ ପାଠ କଲୁ, ତାହା ମାର୍କ ଲିଖିତ ସୁସମାଚାର 10 ଅଧ୍ୟାୟ 46 ପଦରୁ 52 ପଦ ପର୍ଯ୍ୟନ୍ତ ଆମେ ପାଠ କଲୁ। ଏଠାରେ ଆମେ ବାର୍ଟିମୟ ଅନ୍ଧର ସୁସ୍ଥତା ବିଷୟରେ ଆମେ ଦେଖୁ। ଯେତେବେଳେ ଜିରିହରେ ସେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟମାନଙ୍କ ସହିତ ଆଉ ତାଙ୍କ ସହିତ ବହୁ ସଂଖ୍ୟକ ଲୋକ ଥିଲେ, ଆଉ ସେଥିରୁ ସେ ଜିରିହରୁ ପ୍ରସ୍ଥାନ କରିବା ସମୟରେ ଆମେ ଦେଖୁ ଯେ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା। ଆଉ ସେ ଯେତେବେଳେ ଶୁଣିଲା, ଆଉ ତାର କାନରେ ଯେଉଁ ଜନରୋଧ ହେଲା, ଅର୍ଥାତ୍ ସେ ଶୁଣିବା ପାଇଁ ପାଇଲା ଯେ ନାଜରିତ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି, ତେବେ ସାଙ୍ଗେ ସାଙ୍ଗେ ସେ ଉଚ୍ଚ ସ୍ୱରରେ କହିବା ପାଇଁ ଲାଗିଲା। ସେ ଡାକୁନି ନାଜରିତ ଯୀଶୁ ବୋଲି, କିନ୍ତୁ ପ୍ରଭୁ ଯୀଶୁ ଯାହାଙ୍କୁ କି ସେ ଜାଣିଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ଦାଉଦ ସନ୍ତାନ, ଯିଏକି ରାଜାଙ୍କର ବଂଶଧର, ଆଉ ଯିଏକି ରାଜାମାନଙ୍କର ରାଜା, ଯିଏକି ସୁସ୍ଥକାରୀ ପରମେଶ୍ୱର, ଯିଏକି ଏକମାତ୍ର ପରିତ୍ରାଣ ପ୍ରଦାନକାରୀ ପରମେଶ୍ୱର, ଏହି ବିଷୟ ବିଶ୍ୱାସ କରି ପ୍ରଭୁ ମୋତେ ଦୟା କରନ୍ତୁ, ଦାଉଦ ସନ୍ତାନ ଯୀଶୁ ମୋତେ ଦୟା କରନ୍ତୁ ବୋଲି ଉଚ୍ଚ ସ୍ୱରରେ କହିବା ପାଇଁ ଲାଗିଲା। ଅନେକ ଲୋକ ତାକୁ ତୁନି କରୁଥିଲେ, ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଉଥିଲେ, କିନ୍ତୁ ସେ ଆହୁରି ଆହୁରି ଉଚ୍ଚ ସ୍ୱରରେ କହିବା ପାଇଁ ଲାଗିଲା, ହେ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ ବୋଲି। ଏଇ ଯେଉଁ ଉଚ୍ଚ ସ୍ୱର ଅନେକଙ୍କର ପ୍ରତିବନ୍ଧକ, ଅନେକଙ୍କର ତୁନି କରୁଥିବା ସେଇ ଯେଉଁ ଲୋକମାନଙ୍କର ସେଇ ଚାପକୁ ମଧ୍ୟ ସେ ଆଉ କୌଣସି କ୍ଷେତ୍ରରେ ସେ ଖାତିର କଲା ନାହିଁ। ସେ ଅନବରତ ଉଚ୍ଚ ସ୍ୱରରେ କହି ଚାଲୁଥିଲା। ତାପରେ ଆମେ ଦେଖୁ ସେଥିରେ ଯୀଶୁ ଠିଆ ହେଇ କହିଲେ, ତାହାର ସେ ଡାକ, ତାହାର ସେ ଉଚ୍ଚ ସ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବାଧ୍ୟ କଲା ଠିଆ ହେବା ପାଇଁ, ତା ପ୍ରତି ମନୋଯୋଗୀ ହେବା ପାଇଁ। ଆଉ ସେ କହିଲେ, ସେ ଅନ୍ଧ ଲୋକଟିକୁ ଡାକ ବୋଲି, ତାହାକୁ ଡାକ ବୋଲି କହିଲେ। ତାପରେ ଲୋକମାନେ ତାକୁ ନେଇକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଯାଉଛନ୍ତି, କହୁଛନ୍ତି, ଉଠ, ସାହସ ଧର, ତୁମକୁ ସେ ଡାକୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଯିବାର ପ୍ରସ୍ତୁତି ଆମେ ଦେଖୁ। ବାର୍ଟିମୟ ଅନ୍ଧ ଯେଉଁ ଚାଦର ସେ ପିନ୍ଧିଥିଲା, ଯେଉଁ ଚାଦରରେ କି ଅନେକ ପ୍ରକାର ସେ ମଇଳା ଗନ୍ଧିଆ ସେ ଦେଖିପାରୁନଥିଲା, ସେ ଚାଦର ଯେଉଁଟାକି ଏ ଜାଗତିକ ଅବସ୍ଥା, ଜାଗତିକ ସେ ପାପର ଅନେକ ବିଷୟ ଗୁଡ଼ାକ କହିଲେ ଆମେ ଆଉ ଭୁଲ ହେବ ନାହିଁ। ଆଉ ସେ ସବୁକୁ ଛାଡ଼ି ଦେଇ ପ୍ରଭୁଙ୍କ ନିକଟକୁ ଆସୁଛି। ଆଉ ପ୍ରଭୁ କହୁଛନ୍ତି, ମୁଁ କ'ଣ କରିବି ବୋଲି ତୁମେ ଇଚ୍ଛା କରୁଛ? ସେ କହିଲେ, ସେ ଭିକ୍ଷୁକ କହିଲା, ମୁଁ ଯେପରି ଦୃଷ୍ଟି ପାଏ, ମୁଁ ଦେଖିପାରୁନାହିଁ, ମୁଁ ଅନ୍ଧ ହୋଇଯାଇଛି, ମୋତେ ଚକ୍ଷୁ ପ୍ରଦାନ କର। ପ୍ରିୟମାନେ, ଆମମାନଙ୍କ ପ୍ରଭୁ ତାକୁ ଚକ୍ଷୁ ପ୍ରଦାନ କଲେ। ଆପଣ ଆଉ ମୁଁ ଆଜି
ଅନ୍ଧ ସ୍ୱରୂପ ପାପର ଅନ୍ଧକାରରେ ରହିଯାଇଛୁ। ଆମମାନଙ୍କୁ ସେ ପାପରୁ କ୍ଷମା କରିବା ପାଇଁ କେହି ନାହିଁ। ଆମମାନଙ୍କୁ ଆଉ ଏହି ଜଗତର ଅନେକ ବିଷୟ ଆମମାନଙ୍କୁ ଅନ୍ଧକାରରେ ଆମମାନଙ୍କୁ ରଖିଦେଇଛି। ଆମମାନଙ୍କୁ ଆଲୋକକୁ ଉତ୍ତମ ବିଷୟ ଦେଖିବାକୁ ଆମମାନଙ୍କର ଚକ୍ଷୁର ଆବଶ୍ୟକ। ଆଉ ସେଇ ସୁଯୋଗ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ପ୍ରଦାନ କରିବେ। ସେଥିପାଇଁ ତ ଆମେ ଦେଖୁ କହିବା ମାତ୍ରେ ସେ ଦୃଷ୍ଟି ପାଇଲା ଆଉ ତାଙ୍କର ପଛେ ଚାଲିବାକୁ ଲାଗିଲା। ଆଜି ଅନେକ ଲୋକ ଆଜି ପାପରେ ଅନ୍ଧ ହୋଇଯାଇଛନ୍ତି। ଆଜି ଅନେକ ଲୋକ ଅନ୍ଧକାରରେ ଅଛନ୍ତି। ସେମାନଙ୍କୁ ପରିତ୍ରାଣ ଦେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଆସି କାଲବରୀ କ୍ରୁଶ ଉପରେ ମୃତ୍ୟୁବରଣ କଲେ, ରକ୍ତ ଝରାଇଲେ, ମୃତ୍ୟୁବରଣ କରି ତୃତୀୟ ଦିନ ଜି ଉଠିଲେ। ସତ୍ୟ ପ୍ରଭୁ ବୋଲି ସେ ପୁନର୍ଜୀବିତ ଜୀବିତ ହୋଇକରି ସମସ୍ତଙ୍କୁ ଦେଖାଦେଲେ। ଆଉ ସେ ସ୍ୱର୍ଗକୁ ଗଲେ। ଆଉ ଥରେ ସେ ଆସିବେ ଆଉ ସେମାନଙ୍କୁ ନେଇଯିବେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛନ୍ତି, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଡାକିଛନ୍ତି, ଯେଉଁମାନଙ୍କର ହୃଦୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି, ଯେଉଁମାନେ ପାପ କ୍ଷମା ପାଇଛନ୍ତି, ପରିତ୍ରାଣ ପାଇଛନ୍ତି, ସେମାନଙ୍କୁ ସେ ସ୍ୱର୍ଗକୁ ନେଇଯିବା ସଙ୍ଗେ ସଙ୍ଗେ ଏହି ଜଗତରେ ମଧ୍ୟ ବଞ୍ଚିଥିବା ସମୟରେ ସମସ୍ତ ପ୍ରକାର ଅନୁଗ୍ରହ କରି ତାଙ୍କର ବାକ୍ୟର ସତ୍ୟତାର ଭରସାରେ ସେ କଢ଼ାଇ ନେବେ। ଆଜି ସେଇ ପ୍ରଭୁଙ୍କୁ ଆମେ ବିଶ୍ୱାସ କରୁଛୁ। ଯଦି ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରୁନାହାନ୍ତି, ତାହେଲେ ବିଶ୍ୱାସ କରନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣ ନିଜର ପ୍ରଭୁ ବୋଲି ଯେଉଁ ଦିନରୁ ବିଶ୍ୱାସ କରିବେ, ସେହି ଦିନରୁ ଆପଣଙ୍କର ସେଇ ଚକ୍ଷୁ ଖୋଲିଯିବ। ପ୍ରଭୁଙ୍କର ଅନେକ ସତ୍ୟତା, ଆଶ୍ଚର୍ଯ୍ୟ ବିଷୟ ଗୁଡ଼ାକ ସେ ଦେଖେଇବେ। ଆଉ ସେ ଆପଣଙ୍କୁ ଏ ମନ୍ଦ ଜଗତରେ ଆପଣଙ୍କୁ କଢ଼ାଇ ନେବେ। ସେ ବାର୍ଟିମୟ ଅନ୍ଧକୁ ଯଦି ସେ ସୁସ୍ଥତା ଦେଲେ, ଆଜି ଆପଣଙ୍କୁ ମଧ୍ୟ ଯେକୌଣସି ପାପ ରୋଗରେ ରୁହନ୍ତୁ ନା କାହିଁକି ସେ ସୁସ୍ଥତା ଦେବେ। ଆପଣଙ୍କୁ ଯେ ମଧ୍ୟ ଧମକ ତୁନି ହେବା ପାଇଁ, ତାଙ୍କ ନିକଟକୁ ଯିବା ପାଇଁ ଆଉ ତାଙ୍କୁ ବିଶ୍ୱାସ କରିବା ପାଇଁ, ତାହେଲେ ମଧ୍ୟ ଆପଣ ସେଇ ସତ୍ୟ ପ୍ରଭୁଙ୍କୁ ବିଶ୍ୱାସ କରି ତାଙ୍କର ପଛେ ଚାଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ। ତାଙ୍କଠାରୁ ସୁସ୍ଥତା ପାଇବା ପାଇଁ ନିଷ୍ପତ୍ତି ନିଅନ୍ତୁ। ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରିବେ। ଏ ବାକ୍ୟ ଦ୍ୱାରା ପ୍ରଭୁ ଆଶୀର୍ବାଦ କରନ୍ତୁ। ଯଦି ଏପର୍ଯ୍ୟନ୍ତ ମୋର ଏହି ଚ୍ୟାନେଲ୍ରେ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏହି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି ଲାଇକ୍ ଲାଗିଲା, ଆଉ ପସନ୍ଦ ଲାଗିଲା, ତାହେଲେ ଲାଇକ୍ କରନ୍ତୁ। ଆଉ ଅନେକଙ୍କୁ ମଧ୍ୟ ଏହି ଭିଡ଼ିଓ ସେୟାର କରନ୍ତୁ। ଆମ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।